आपण ସମସ୍ତଙ୍କୁ ଆମ ଏଇ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଆପଣମାନଙ୍କର ଯୁକ୍ତ 2 ପିଲାମାନଙ୍କର ପଲିଟିକାଲ ସାଇନ୍ସର ଇଣ୍ଟରନାଲ୍ ଏକ୍ଜାମ୍ ହେବାକୁ ଯାଉଥିବା ଗୋଟିଏ କୋଶ୍ଚିନ୍ ସେଟ୍ ଡିସ୍କସନ୍ କରିବା, ଯେଉଁଥିରେ ଆପଣମାନଙ୍କର ବହୁତ ସିଲେକ୍ଟେଡ୍ କୋଶ୍ଚିନ୍ ମଧ୍ୟ ରହିବ। ସେଇଥିପାଇଁ ଆମ ଏ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଚାଲନ୍ତୁ ଆଜିର ଭିଡ଼ିଓକୁ ଷ୍ଟାର୍ଟ କରିବା। ଟାଇମ୍ ହେଉଛି ତୁମର 45 ମିନିଟ୍ ଓ ଫୁଲ୍ ମାର୍କ ହେଉଛି 20 ମାର୍କ। ଠିକ୍ ପ୍ରଶ୍ନ ବାଛି ଲେଖିଲେ ତୁମକୁ 1 ମାର୍କ ମିଳିବ। ଗୋଟିଏ ପ୍ରଶ୍ନର 1 ମାର୍କ ଓ 5ଟି ପ୍ରଶ୍ନର ଉତ୍ତର ଦେଇପାରିଲେ 5ଟି ମାର୍କ। ଆପଣ ଚେଷ୍ଟା କରନ୍ତୁ କମେଣ୍ଟ ବକ୍ସ ମାଧ୍ୟମରେ ଆନ୍ସର୍ ଦେବାକୁ। ତ ଚାଲନ୍ତୁ ପ୍ରଥମ ପ୍ରଶ୍ନ ହେଉଛି, ଯେତେବେଳେ ନିର୍ଦ୍ଦିଷ୍ଟ ସଂଖ୍ୟକ ମତଦାତା କୌଣସି ବିଷୟ ଉପରେ ଆଇନ ତିଆରି କରିବାକୁ ନିଜ ଆଡ଼ୁ ପ୍ରସ୍ତାବ ଦିଅନ୍ତି ବା ତାହାର ସୂତ୍ରପାତ କରନ୍ତି, ତାହାକୁ କ'ଣ କୁହାଯାଏ? ଗଣଦ୍ୱୟ, ଗଣଭୋଟ, ପ୍ରତ୍ୟାହାର, ସାର୍ବଜନୀନ ସାବାଲକ ଭୋଟ ପ୍ରଥା। ଏହାର ସଠିକ୍ ଆନ୍ସର୍ ହେଉଛି ଗଣଦ୍ୱୟ। ଗଣଦ୍ୱୟ ହେଇଯିବ ତୁମମାନଙ୍କର ସଠିକ୍ ଆନ୍ସର୍। ଚାଲନ୍ତୁ ନେକ୍ସଟ କୋଶ୍ଚିନ୍ ଦେଖିବା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗଣତାନ୍ତ୍ରିକ ସମାଜର ଏକ ଲକ୍ଷଣ ନୁହେଁ? ମୁକ୍ତ ସମାଜ, ଆଇନ ଶାସନ, ସହନଶୀଳତା, ମୌଳିକ ଅସମାନତା। ଏହାର ତୁମର ସଠିକ୍ ଆନ୍ସର୍ ହେଇଯିବ ଆଇଭି, ମୌଳିକ ଅସମାନତା। ନେକ୍ସଟ କୋଶ୍ଚିନ୍, ଜନତାର ବାଣୀ ହିଁ ଈଶ୍ୱରଙ୍କ ବାଣୀ, କିମ୍ବା ମାନବ ସେବା ହିଁ ମାଧବ ସେବା, କିମ୍ବା ଜନସାଧାରଣଙ୍କ ସ୍ୱର ଭଗବାନଙ୍କ ସ୍ୱର, କିମ୍ବା ଭାକ୍ସ ପୁଲି ଭକସ୍ ଦେଇ। ଏଟା କ'ଣ ଲେଖା ହେଇଛି କିଛି ସମୟ। ଏକଥା କିଏ କହିଛନ୍ତି? ଜେ ରୁସୋ। ଠିକ୍ ଅଛି, ସଠିକ୍ ଆନ୍ସର୍ ହେଉଛି ଜେ ରୁସୋ କହିଛନ୍ତି। ନେକ୍ସଟ କୋଶ୍ଚିନ୍ ହେଉଛି, ଗଣତନ୍ତ୍ର ଶବ୍ଦଟି କେଉଁ ଦୁଇଟି ଗ୍ରୀକ୍ ଶବ୍ଦରୁ ଉଦ୍ଧୃତ? ଏହା ହେଉଛି ଡେମୋସ୍ ଓ କ୍ରାଟସ୍। ଅପସନ୍ ଆଇ ସଠିକ୍ ଆନ୍ସର୍। କେବଳ ନିଜ ଅଞ୍ଚଳରେ ବିକାଶ ଚାହୁଁଥିବା ମତଦାତା ମତବାଦ କେଉଁ ନାମରେ ପରିଚିତ? ଏହା ହେଉଛି ଆଞ୍ଚଳିକବାଦ ନାମରେ ପରିଚିତ। ଆପଣମାନଙ୍କର 2 ମାର୍କିଆ କୋଶ୍ଚିନ୍ ଗୁଡ଼ାକ ଦେଖି ନିଅନ୍ତୁ ଓ 3 ମାର୍କିଆ କୋଶ୍ଚିନ୍ ଗୁଡ଼ାକ ମଧ୍ୟ ଦେଖି ନିଅନ୍ତୁ। ଏହାର ଯଦି ତୁମେମାନେ ଆନ୍ସର୍ ପାଇବାକୁ ଚାହୁଁଛ, ତାହେଲେ ଆମର ଡିସ୍କ୍ରିପ୍ସନ୍ରେ ଦିଆଯାଇଥିବା ହ୍ୱାଟ୍ସଆପ୍ ଚ୍ୟାନେଲ୍ର ଲିଙ୍କକୁ କ୍ଲିକ୍ କରି ସେଇଠି ଜଏନ୍ ହୋଇକି ସେଇଠିରେ ଅଛି ଆମମାନଙ୍କର ଏଇ କୋଶ୍ଚିନ୍ ଓ ତୁମମାନଙ୍କର ଯେଉଁ ଆନ୍ସର୍ ମଧ୍ୟ ଦିଆଯାଇଛି। ତ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କର, ସେୟାର କର, ସବସ୍କ୍ରାଇବ୍ କର। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ।